हेलो स्टूडेंट्स। तो आज हमें +3 थर्ड सेमिस्टर इंग्लिश ऑनर्स मेजर पेपर 5 यूनिट 2 सिलेक्शन फॉर एपिक लिटरेचर ये चैप्टर आज हमें मोस्ट इम्पोर्टाट एमसीक्यू क्वेश्चन 2 मार्किया एवं 5 मार्किया क्वेश्चन आंसर डिस्कस करवा। तो वीडियो को स्किप न करी शेष पर्यंत देखंतु। ମୁଁ ଉଭୟ ଲାଙ୍ଗୁଏଜ ଓଡ଼ିଆ ଏବଂ ଇଂଲିଶରେ କହିବି, ତ ପେସେନ୍ସଲି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପ୍ରଥମ କ୍ୱେଶ୍ଚନ କ'ଣ ଆସୁଛି? ହ୍ୱାଟ୍ ଆର୍ ଦ ଫାଇନାଲ ରେଜଲ୍ଟ ଅଫ୍ ଦ ସେକେଣ୍ଡ ଡାଇସ୍ ଗେମ୍? ନା ଏକ୍ସାଇଲ୍। ଦ୍ୱିତୀୟ ଡାଇସ୍ ଖେଳର ଅନ୍ତିମ ଫଳାଫଳ କ'ଣ ଥିଲା? ନା ନିର୍ବାସନ ଥିଲା। ପରବର୍ତ୍ତୀ କ୍ୱେଶ୍ଚନ, ହ୍ୱାଟ୍ କାଇଣ୍ଡ ଅଫ୍ ରିଚୁଆଲ ୱେଆର୍ ଫଲୋଡ୍ ଡ୍ୟୁରିଂ ଦ କୋରେସନ୍ ପ୍ରିପାରେସନ୍? ନା କୋର୍ଟଲି। ରାଜ୍ୟାଭିଷେକ ପ୍ରସ୍ତୁତ ସମୟରେ କି ପ୍ରକାର ରୀତିନୀତି ପାଳନ କରାଯାଇଥିଲା? ନା କୋର୍ଟଲି ପାଳନ କରାଯାଇଥିଲା। ପରବର୍ତ୍ତୀ କ୍ୱେଶ୍ଚନ, ହୋ ଟ୍ରାଏ ଟୁ କନଭିନ୍ସ କର୍ଣ୍ଣ ଟୁ ଜଏନ୍ ଦ ପାଣ୍ଡବସ୍? ନା କୃଷ୍ଣ। କର୍ଣ୍ଣକୁ ପାଣ୍ଡବମାନଙ୍କ ସହିତ ଯୋଗ ଦେବା ପାଇଁ କିଏ ରାଜି କରାଇଥିଲେ? ନା କୃଷ୍ଣ ରାଜି କରାଇଥିଲେ। ନେକ୍ସଟ କ୍ୱେଶ୍ଚନ, ହ୍ୱାଟ୍ ଇମୋସନ୍ ଡିଡ୍ ଦୁର୍ଯ୍ୟୋଧନ ଫିଲ୍ ଆଫ୍ଟର ଫେଲିଂ? ନା ଏନ୍ଭି। ପଡ଼ିଯିବା ପରେ ଦୁର୍ଯ୍ୟୋଧନ କେଉଁ ଭାବନା ଅନୁଭବ କରିଥିଲେ? ନା ଏନ୍ଭି ଭାବନାଟି ସେ ଆଣିଥିଲେ। ପରବର୍ତ୍ତୀ କ୍ୱେଶ୍ଚନ, ହାଉ ୱାଜ୍ ଇନସଲ୍ଟ ଦ କୌରବ କୋର୍ଟ? ନା ଦ୍ରୌପଦୀ। କୌରବ ଦରବାରରେ କାହାକୁ ଅପମାନିତ କରାଯାଇଥିଲା? ନା ଦ୍ରୌପଦୀଙ୍କୁ। ଓକେ, ଦେନ୍ ନେକ୍ସଟ କ୍ୱେଶ୍ଚନ ଯିବ କ୍ୱେଶ୍ଚନ ନମ୍ବର 6କୁ ଆସିବା। ହ୍ୱାଟ୍ ଭ୍ୟାଲ୍ୟୁ ଡିଡ୍ କର୍ଣ୍ଣ ପ୍ରିପରାଇଜ୍ ଓଭର ଆଲାଏନ୍ସ? ନା ଅନର। କର୍ଣ୍ଣ ମିତ୍ରତା ଅପେକ୍ଷା କେଉଁ ମୂଲ୍ୟକୁ ପ୍ରାଥମିକତା ଦେଉଥିଲେ? ନା ଅନର ବା ସମ୍ମାନକୁ। ପରବର୍ତ୍ତୀ କ୍ୱେଶ୍ଚନ, ହ୍ୱାଟ୍ ମେଜର ଇଭେଣ୍ଟ ଡଜ୍ ଦିସ୍ ହ୍ୟୁମିଲିଏସନ୍ ଫୋରସାଡୋ? ନା ୱାର୍। ଏହି ଅପମାନ କେଉଁ ପ୍ରମୁଖ ଘଟଣାର ପୂର୍ବାଭାସ ଦେଇଛି? ନା ଯୁଦ୍ଧର ପୂର୍ବାଭାସଟି ଦେଇଥିଲା। ପରବର୍ତ୍ତୀ କ୍ୱେଶ୍ଚନ, ହ୍ୱିଚ୍ କ୍ୱାଲିଟି ବେଷ୍ଟ ଡେସ୍କ୍ରାଇବ୍ସ ରାମ୍ସ ରୁଲ୍? ନା ଆଇଡଲ। ରାମଙ୍କ ଶାସନକୁ କେଉଁ ଗୁଣ ସର୍ବୋତ୍ତମ ଭାବରେ ବର୍ଣ୍ଣନା କଲେ? ନା ଆଦର୍ଶ। ନେକ୍ସଟ କ୍ୱେଶ୍ଚନ, ହ୍ୱାଟ୍ ଇଜ୍ ଦ ନେମ୍ ଅଫ୍ ଦ ପାଣ୍ଡବସ୍ ମ୍ୟାଜିକାଲ ହଲ୍? ନା ମାୟା ସଭା। ପାଣ୍ଡବମାନଙ୍କର ଯାଦୁ କୋଠରୀ ଗୃହ ନାମ କ'ଣ ଥିଲା? ନା ମାୟା ସଭା ଥିଲା। ପରବର୍ତ୍ତୀ କ୍ୱେଶ୍ଚନକୁ ଆସିବା, କ୍ୱେଶ୍ଚନ ନମ୍ବର 10କୁ ଯିବା। ହୋ କଷ୍ଟ ଦ କୌରବ୍ସ ଫର୍ ଇନଜଷ୍ଟିସ୍? ନା ଦ୍ରୌପଦୀ। ଅନ୍ୟାୟ ପାଇଁ କୌରବମାନଙ୍କୁ କିଏ ଅଭିଶାପ ଦେଇଥିଲେ? ନା ଦ୍ରୌପଦୀ ଦେଇଥିଲେ। ନେକ୍ସଟ କ୍ୱେଶ୍ଚନ, ହୋ ପ୍ଲେଡ୍ ଅନ୍ ଦୁର୍ଯ୍ୟୋଧନସ୍ ବିହାଫ୍ ଇନ୍ ଦ ଗେମ୍? ଶଙ୍କୁନି। ଖେଳରେ ଦୁର୍ଯ୍ୟୋଧନଙ୍କ ପକ୍ଷରୁ କିଏ ଖେଳିଲେ? ନା ଶଙ୍କୁନି ଖେଳିଲେ। ପରବର୍ତ୍ତୀ କ୍ୱେଶ୍ଚନ, ହ୍ୱାଟ୍ ପର୍ସନାଲ ୱିକନେସ୍ ଡିଡ୍ ଯୁଧିଷ୍ଠିରା ଷ୍ଟ୍ରଗଲ୍ ୱିଥ୍? ନା ଗ୍ୟାମ୍ବଲିଂ। ଯୁଧିଷ୍ଠିର କେଉଁ ବ୍ୟକ୍ତିଗତ ଦୁର୍ବଳତା ସହିତ ସଂଘର୍ଷ କରିଥିଲେ? ନା ଜୁଆ ଖେଳ ସହିତ ସେ ସଂଘର୍ଷ କରିଥିଲେ। ପରବର୍ତ୍ତୀ କ୍ୱେଶ୍ଚନ, ହ୍ୱାଟ୍ ଇଣ୍ଟରନାଲ କନଫ୍ଲିକ୍ଟ ଡିଡ୍ କର୍ଣ୍ଣ ଫେସ୍? ନା ରିଆଲିଟି। କର୍ଣ୍ଣ କେଉଁ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱରେ ସମ୍ମୁଖୀନ ହୋଇଥିଲେ? ନା ବିଶ୍ୱସ୍ତତା। ନେକ୍ସଟ କ୍ୱେଶ୍ଚନ ଯିବା କ୍ୱେଶ୍ଚନକୁ 14କୁ ଆସିବା। ହ୍ୱିଚ୍ ଇମୋସନ୍ ଡୋମିନେଟେଡ୍ ଦ କୌରବ୍ସ ବିହେଭିଅର? ନା ଏରୋଗେନ୍ସ। ଏରୋଗେନ୍ସ ହୋଇଥିଲେ। ଅହଙ୍କାର, ତ କୌରବମାନଙ୍କର ଆଚରଣ କେଉଁ ଭାବନା ପ୍ରାଧାନ୍ୟ ବିସ୍ତାର କରିଥିଲା? ନା ଏରୋଗେନ୍ସ ବା ଅହଙ୍କାର। ପରବର୍ତ୍ତୀ କ୍ୱେଶ୍ଚନ, ହ୍ୱିଚ୍ ସିଟି ୱାଜ୍ ବ୍ୟୁଟିଫୁଲି ଡେକୋରେଟେଡ୍ ଫର୍ ଦ କରୋନେସନ୍? ନା ଅଯୋଧ୍ୟା। ରାଜ୍ୟାଭିଷେକ ପାଇଁ କେଉଁ ସହରକୁ ସୁନ୍ଦର ଭାବରେ ସଜାଯାଇଥିଲା? ନା ଅଯୋଧ୍ୟାକୁ। ପରବର୍ତ୍ତୀ କ୍ୱେଶ୍ଚନ, ହୋ ସ୍ଲିପ୍ଟେଡ୍ ଆଣ୍ଡ ଫେଲ୍ ଇନ୍ ଦ ହଲ୍?
ଦୁର୍ଯ୍ୟୋଧନ। ହଲ୍ରେ କିଏ ଖସି ପଡ଼ିଲେ? ନା ଦୁର୍ଯ୍ୟୋଧନ ଖସି ପଡ଼ିଥିଲେ। ପରବର୍ତ୍ତୀ କ୍ୱେଶ୍ଚନ୍, ହ୍ୱାଟ୍ ମୋରାଲ କନସେପ୍ଟ ଇଜ୍ କ୍ୱେଶ୍ଚନ୍ଡ ଇନ୍ ଦିସ୍ ଏପିସୋଡ୍? ନା ଧର୍ମ ବା ଧର୍ମ। ଏହି ଏପିସୋଡରେ କେଉଁ ନୈତିକ ଧାରଣା ଉପରେ ପ୍ରଶ୍ନ ଉଠାଯାଇଛି? ନା ଧର୍ମ ଉପରେ। ନେକ୍ସଟ କ୍ୱେଶ୍ଚନ୍ ଯିବା, କ୍ୱେଶ୍ଚନ୍ ନମ୍ବର 18କୁ ଆସିବା। ହୁ ଇନଭାଇଟେଡ୍ ଯୁଧିଷ୍ଠିର ଟୁ ପ୍ଲେ ଡାଇସ୍? ହୁ ଇନଭାଇଟେଡ୍? ଦୁର୍ଯ୍ୟୋଧନ। ଯୁଧିଷ୍ଠିରଙ୍କୁ ପାସା ଖେଳିବାକୁ କେବେ ନିମନ୍ତ୍ରଣ କରିଥିଲେ? କିଏ ନିମନ୍ତ୍ରଣ କରିଥିଲେ? ନା ଦୁର୍ଯ୍ୟୋଧନ ନିମନ୍ତ୍ରଣ କରିଥିଲେ। ପରବର୍ତ୍ତୀ କ୍ୱେଶ୍ଚନ୍, କ୍ୱେଶ୍ଚନ୍ ନମ୍ବର 19କୁ ଆସିବା। ହୁଇଚ୍ କି ଦେନ୍ ଡେଫିନାଇନ୍ କର୍ଣ୍ଣସ୍ ଫ୍ୟାକ୍ଟ? ନା ଆଇଡେଣ୍ଟି। କ'ଣ? ନା ଆଇଡେଣ୍ଟି। କର୍ଣ୍ଣଙ୍କ ଭାଗ୍ୟକୁ କେଉଁ ମୁଖ୍ୟ ବିଷୟବସ୍ତୁ ପରିଭାଷିତ କରେ? ନା ପରିଚୟଟି ପରିଭାଷିତ କରେ। ପରବର୍ତ୍ତୀ କ୍ୱେଶ୍ଚନ୍, ହ୍ୱାଟ୍ ଥ୍ରୀ ଥିମ୍ସ ଆର୍ ସିମ୍ବଲାଇଜ୍ ଇନ୍ ଦିସ୍ ପାର୍ଟ ଅଫ୍ ଦ ଏପିକ୍? ନା ଡ୍ୟୁଟି, ଲଭ୍ ଆଣ୍ଡ ଡେଷ୍ଟିନି। ମହାକାବ୍ୟରେ ଏହି ଅଂଶରେ କେଉଁ ତିନୋଟି ବିଷୟବସ୍ତୁ ପ୍ରତୀକ ଦିଆଯାଇଛି? ନା କର୍ତ୍ତବ୍ୟ, ଡ୍ୟୁଟି, ପ୍ରେମ, ଲଭ୍ ଆଣ୍ଡ ଭାଗ୍ୟ, ଡେଷ୍ଟିନି। ପରବର୍ତ୍ତୀ କ୍ୱେଶ୍ଚନ୍, ହୁଇଚ୍ ଇମୋସନ୍ ବିକମ୍ ମୋର୍ ପ୍ରମିନେଣ୍ଟ ଆଫ୍ଟର ଦ ଏକ୍ସାଇଲ୍? ନା ବେଟ୍ରିଆଲ୍। ନିର୍ବାସନ ପରେ କେଉଁ ଭାବନା ଅଧିକ ପ୍ରମୁଖ ହୁଏ? ନା ବିଶ୍ୱାସଘାତକତା। ପରବର୍ତ୍ତୀ କ୍ୱେଶ୍ଚନ୍, ହ୍ୱାଟ୍ ଫ୍ୟୁଚର ଇଭେଣ୍ଟ ଇଜ୍ ହିଣ୍ଟେଡ୍ ଏଟ୍ ଇନ୍ ଦିସ୍ କ୍ୟାଣ୍ଟୋ? ନା ଏକ୍ସାଇଲ୍। ଏହି କଣ୍ଟରେ ଭବିଷ୍ୟତରେ କେଉଁ ଘଟଣାର ସୂଚନା ଦେଇଥିଲା? ନା ନିର୍ବାସନର ସୂଚନା ଦେଇଥିଲା। ଓକେ, ଦେନ୍ ନେକ୍ସଟ କ୍ୱେଶ୍ଚନ୍ ଆସିବା, କ୍ୱେଶ୍ଚନ୍ ନମ୍ବର 23କୁ ଆସିବା। ହୁ ୱାଜ୍ ରିଲେଭେଡ୍ ଟୁ ବି କର୍ଣ୍ଣସ୍ ମଦର? ନା କୁନ୍ତି। କର୍ଣ୍ଣଙ୍କ ମାତା କିଏ ବୋଲି ପ୍ରକାଶ ପାଇଥିଲା? ନା କୁନ୍ତି। ପରବର୍ତ୍ତୀ କ୍ୱେଶ୍ଚନ୍, ହ୍ୱାଟ୍ ୱାଜ୍ ଦ ମୁଡ୍ ଅଫ୍ ଦ ପବ୍ଲିକ୍ ଡ୍ୟୁରିଂ ଦ ପ୍ରିପାରେସନ୍? ନା ଜୟଫୁଲ୍। ପ୍ରସ୍ତୁତି ସମୟରେ ଜନସାଧାରଣଙ୍କ ମନୋଭାବ କିପରି ଥିଲା? ନା ଆନନ୍ଦ ଥିଲା, ଜୟଫୁଲ୍ ଥିଲା। ନେକ୍ସଟ କ୍ୱେଶ୍ଚନ୍, ହୁ ଲଭ୍ଡ ରାମ ଦ ମୋଷ୍ଟ ଏମଙ୍ଗ ଦିସ୍ ପ୍ୟାରେଣ୍ଟସ୍? ଦଶରଥ। ରାମଙ୍କୁ ତାଙ୍କ ପିତାମାତାଙ୍କ ମଧ୍ୟରୁ କିଏ ସବୁଠାରୁ ଅଧିକ ଭଲ ପାଉଥିଲେ? ନା ରାଜା ଦଶରଥ। ଏ ଥିଲା ଆପଣଙ୍କର ୱାନ୍ ୱାର୍ଡ କ୍ୱେଶ୍ଚନ୍ ଆନ୍ସର। ଦେନ୍ ଆସିବା ୱାନ୍ ସେଣ୍ଟେନ୍ସ କ୍ୱେଶ୍ଚନ୍ ଆନ୍ସର ଆକର୍ଡିଂ ୟର କ୍ୱେଶ୍ଚନ୍ ପାଟର୍ନ ସିଲାବସ୍ ଅନୁସାରେ। ତ କିଛି କ୍ୱେଶ୍ଚନ୍ ରହିବ ୱାନ୍ ୱାର୍ଡ ଆଣ୍ଡ କିଛି କ୍ୱେଶ୍ଚନ୍ ରହିବ ୱାନ୍ ସେଣ୍ଟେନ୍ସ। ଓକେ, ତ ଆମେ ଡିସ୍କସ୍ କରିଦେବା। ହୁ ୱାଜ୍ ଦ୍ରୌପଦୀ ହ୍ୟୁମିଲେଟେଡ୍ ଇନ୍ ଦ କୋର୍ଟ? ଦରବାରରେ ଦ୍ରୌପଦୀଙ୍କୁ କିପରି ଅପମାନିତ କରାଯାଇଥିଲା? ନା ଆନ୍ସର କ'ଣ ହେବ? She was dragged into the court and insulted after being sacked and lost in the game. ଖେଳରେ ବାଜି ଲଗାଇ ହାରିଯିବା ପରେ ତାଙ୍କୁ କୋର୍ଟକୁ ଟାଣି ନିଆଯାଇଥିଲା ଏବଂ ଅପମାନିତ କରାଯାଇଥିଲା। ପରବର୍ତ୍ତୀ କ୍ୱେଶ୍ଚନ୍, ହ୍ୱାଟ୍ ହ୍ୟାପେଣ୍ଡ ଆଫ୍ଟର ଦ୍ରୌପଦୀ's ଫାର୍ଷ୍ଟ ରିଲିଜ୍? ଦ୍ରୌପଦୀଙ୍କୁ ପ୍ରଥମ ମୁକ୍ତି ଲାଭ ପରେ କ'ଣ ଘଟିଥିଲା? ଆନ୍ସର କ'ଣ ହେବ? ଦ ପାଣ୍ଡବସ୍ ୱେର୍ ରିକଲ୍ଡ ଫର୍ ଏ ସେକେଣ୍ଡ ଗେମ୍ ଅଫ୍ ଡାଇସ୍। ତ ଏଠି କ'ଣ ହେଲା? ନା ପାଣ୍ଡବମାନଙ୍କୁ ଦ୍ୱିତୀୟ ଥର ପାସା ଖେଳିବା ପାଇଁ ଡକାଯାଇଥିଲା। ମୁଁ ଟିକେ ଜୁମ୍ କରିଦେଉଛି। ନେକ୍ସଟ କ୍ୱେଶ୍ଚନ୍ ଯିବା 3କୁ ଆସିବା। ହ୍ୱାଟ୍ ୱାଜ୍ ଦ କଣ୍ଡିସନ୍ ଅଫ୍ ଦ ସେକେଣ୍ଡ ଗେମ୍? ଦ୍ୱିତୀୟ ଖେଳରେ ଅବସ୍ଥା କିପରି ଥିଲା? ଦ ଲୁଜର ହ୍ୟାଡ୍ ଗଟ୍ ଇଣ୍ଟୁ ଏକ୍ସାଇଲ୍ ଫର୍ 13 years, ଦ ଲାଷ୍ଟ ଇୟର୍ ଇନ୍ ଡିସଗୁଇସ୍। ତ ପରାଜିତ ବ୍ୟକ୍ତିଙ୍କୁ 13 ବର୍ଷ ପାଇଁ ନିର୍ବାସନ ଯିବାକୁ ପଡ଼ିଲା। ଶେଷ ବର୍ଷ ଛଦ୍ମବେଶରେ ମଧ୍ୟ ରହିବା ପାଇଁ ପଡ଼ିବ। ପରବର୍ତ୍ତୀ କ୍ୱେଶ୍ଚନ୍, ହ୍ୱାଟ୍ ୱାଜ୍ ଦ୍ରୌପଦୀ's ରିଆକ୍ସନ୍ ଆଫ୍ଟର ଦ ସେକେଣ୍ଡ ଲସ୍? ଦ୍ୱିତୀୟ ପରାଜୟ ପରେ ଦ୍ରୌପଦୀଙ୍କ ପ୍ରତିକ୍ରିୟା କ'ଣ ଥିଲା? She vowed for justice and cursed the Kauravas for their
arrogance। ତ ଏଠି କ'ଣ ହେଲା ନା ସେ ନ୍ୟାୟ ପାଇଁ ପ୍ରତିଜ୍ଞା କରିଥିଲେ ଏବଂ କୌରବମାନଙ୍କୁ ସେମାନଙ୍କର ଅହଙ୍କାର ପାଇଁ ଅଭିଶାପ ଦେଇଥିଲେ। ପରବର୍ତ୍ତୀ କ୍ୱେଶ୍ଚନ୍, ହ୍ୱାଟ୍ ଡିଡ୍ ଦ କୌରଭ୍ସ ଶୋ ଡ୍ୟୁରିଂ ଦ ସିକ୍ୱେଲ୍? ପରବର୍ତ୍ତୀ ସମୟରେ କୌରବମାନେ କ'ଣ ଦେଖାଇଲେ? ଆନ୍ସର କ'ଣ? ଦେ ଡିସ୍ପ୍ଲେଡ୍ ପ୍ରାଇଡ୍ cruelty and refused to accept any moral advice। ସେମାନେ ଗର୍ବ ନିଷ୍ଠୁରତା ପ୍ରଦର୍ଶନ କରିଥିଲେ ଏବଂ କୌଣସି ନୈତିକ ପରାମର୍ଶ ଗ୍ରହଣ କରିବାକୁ ମନା ମଧ୍ୟ ସିଏ କରିଥିଲେ। ଓକେ, ଦେନ୍ ନେକ୍ସଟ କ୍ୱେଶ୍ଚନ୍ 6 କୁ ଯିବା। What major them depends in this part of the story? କାହାଣୀର ଏହି ଅଂଶରେ କେଉଁ ପ୍ରମୁଖ ବିଷୟବସ୍ତୁ ଗଭୀର? ଆନ୍ସର କ'ଣ? Betrayal, destiny and the abuse of power depend throughout this section. ଏହି ବିଭାଗରେ ବିଶ୍ୱାସଘାତ, ଭାଗ୍ୟ ଏବଂ କ୍ଷମତାର ଅପବ୍ୟବହାର ଆହୁରି ଗଭୀର ଥିଲା। ପରବର୍ତ୍ତୀ କ୍ୱେଶ୍ଚନ୍, ହ୍ୱାଟ୍ ୱାଜ୍ ଦ ମାୟାସଭା? ମାୟାସଭା କ'ଣ ଥିଲା? It was a magical and grand assembly hall built by the Pandavas। ଏହି ପାଣ୍ଡବମାନଙ୍କ ଦ୍ୱାରା ନିର୍ମିତ ଏବଂ ଯାଦୁକାରୀ ଏବଂ ମହାନ ସଭାଗୃହ ଥିଲା। ନେକ୍ସଟ କ୍ୱେଶ୍ଚନ୍, ହ୍ୱାଟ୍ ୱାଜ୍ ଦ ଇଲ୍ୟୁସନ୍ ଇନ୍ ଦ ସଭା ସିମ୍ବଲାଇଜ୍ଡ? ସଭାରେ ଥିବା ଭ୍ରମ କ'ଣ ପ୍ରତୀକ କରେ? It symbolizes the blurred line between reality and illusion, especially in power politics। କ'ଣ ନା ପାୱାର ପଲିଟିକ୍ସ ଏଠି ଦେଖାଉଥିଲା ସିମ୍ବଲିକରେ। especially in power politics। ତ ଓଡିଆରେ ଅର୍ଥ କ'ଣ? ଏହା ବାସ୍ତବତା ଏବଂ ଭ୍ରମ ମଧ୍ୟରେ ଥିବା ଅସ୍ପଷ୍ଟ ରେଖାକୁ ପ୍ରତୀକ କରେ, ବିଶେଷ କରି କ୍ଷମତା ରାଜନୀତିରେ, especially in power politics। ନେକ୍ସଟ କ୍ୱେଶ୍ଚନ୍, who invited ଯୁଧିଷ୍ଠିର to play the game of dice? ଯୁଧିଷ୍ଠିରଙ୍କୁ ପାଶା ଖେଳିବାକୁ କିଏ ନିମନ୍ତ୍ରଣ କରିଥିଲେ? ଦୁର୍ଯ୍ୟୋଧନ invited ଯୁଧିଷ୍ଠିର to play using ଶଙ୍କୁନି as his player। ଦୁର୍ଯ୍ୟୋଧନ ଶଙ୍କୁନିକୁ ଖେଳାଳି ଭାବରେ ବ୍ୟବହାର କରି ଯୁଧିଷ୍ଠିରଙ୍କୁ ଖେଳିବାକୁ ନିମନ୍ତ୍ରଣ କରିଥିଲେ। ନେକ୍ସଟ କ୍ୱେଶ୍ଚନ୍, how did ଶଙ୍କୁନି manipulate the game of dice? ଶଙ୍କୁନି କିପରି ପାଶା ଖେଳକୁ ପରିଚାଳିତ କରିଥିଲେ? ଶଙ୍କୁନି used loaded dice and dicefully facts to win every round। ଶଙ୍କୁନି ପ୍ରତ୍ୟେକ ରାଉଣ୍ଡ ଜିତିବା ପାଇଁ ଲଡୁଟି ବା ଡାଇସଟି ଗଡ଼ାଇଥିଲେ ଏବଂ ପ୍ରତାରଣାପୂର୍ଣ୍ଣ ରଣନୀତି ବ୍ୟବହାର କରୁଥିଲେ। ପ୍ରତାରଣା କ'ଣ? ଛଳନା କରିବା। ନେକ୍ସଟ କ୍ୱେଶ୍ଚନ୍ ଯିବା 11 କୁ ଆସିବା। Why did Yudhishthira continue gambling despite losses? ହାରିବା ସତ୍ତ୍ୱେ ଯୁଧିଷ୍ଠିର କାହିଁକି ଜୁଆ ଖେଳିବା ଜାରି ରଖିଥିଲେ? He felt bound by royal etiquette and personal pride, creating a moral conflict। ତ ସେ କ'ଣ ଚାହୁଁଥିଲେ? ସେ ରାଜକୀୟ ଶିଷ୍ଟାଚାର ଏବଂ ବ୍ୟକ୍ତିଗତ ଗର୍ବ ଦ୍ୱାରା ଆବଦ୍ଧ ଅନୁଭବ କରିଥିଲେ, ଯାହା ଏକ ନୈତିକ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା। ନେକ୍ସଟ କ୍ୱେଶ୍ଚନ୍, ହ୍ୱାଟ୍ ଡିଡ୍ ଯୁଧିଷ୍ଠିର ଲୁଜ୍ ଡ୍ୟୁରିଂ ଦ ଗେମ୍? ଖେଳ ସମୟରେ ଯୁଧିଷ୍ଠିର କ'ଣ ହରାଇଥିଲେ? He lost his wealth। ସେ ତାଙ୍କ ଧନ ହରାଇଲେ। କିଙ୍ଗଡମ୍ ରାଜ୍ୟ ହରାଇଲେ। ବ୍ରଦର୍ସ ଭାଇମାନଙ୍କୁ ହରାଇଲେ। ହିମସେଲ୍ଫ ନିଜକୁ ମଧ୍ୟ ହରାଇଲେ। ଆଣ୍ଡ ଫାଇନାଲି ଦ୍ରୌପଦୀ, ସେ ମଧ୍ୟ ଶେଷରେ ଦ୍ରୌପଦୀଙ୍କୁ ହରାଇଥିଲେ। ତ ଏ ଥିଲା ଆପଣଙ୍କର ୟୁନିଟ୍ 2 ହଟ୍ କ୍ୱେଶ୍ଚନ୍।
ଦେନ୍ ଆସିବା 2 ମାର୍କିଆ କ୍ୱେଶ୍ଚିନ୍। ତ 2 ମାର୍କିଆ ଏବଂ 5 ମାର୍କିଆ କ୍ୱେଶ୍ଚିନ୍ ଗୁଡ଼ିକୁ ମୁଁ ଧୀରେ ଧୀରେ ସ୍କ୍ରଲ୍ କରିକି ଯିବି। ତ ଆପଣମାନେ ସେଠି ଷ୍ଟପ୍ କରିକି ଭିଡ଼ିଓଟିକୁ ପଢ଼ି ନିଅନ୍ତୁ କିମ୍ବା ସ୍କ୍ରିନଶଟ୍ଟି ନେଇ ନିଅନ୍ତୁ। ମୁଁ ଯଦି ଏବେ ଡିସ୍କସ୍ କରୁଛି ତ ଅଧିକ ଟାଇମ୍ ଯିବ, ତ ସେଥିପାଇଁ ସ୍କ୍ରିନଶଟ୍ ନେଇ ନିଅନ୍ତୁ କିମ୍ବା ଷ୍ଟପ୍ କରିକି ପଢ଼ି ନିଅନ୍ତୁ। ମୁଁ ନେକ୍ସଟ କ୍ଲାସ୍ରେ ଏସବୁକୁ ଭଲ ଭାବରେ ଡିସ୍କସ୍ କରାଇବି। ଆଉ ଇମ୍ପୋର୍ଟାଣ୍ଟ କଥା ହେଉଛି କ'ଣ ନା କଲେଜରେ ଯେଉଁ ମ୍ୟାଡ଼ାମ୍ କିମ୍ବା ସାର୍ କ୍ଲାସ୍ କରୁଛନ୍ତି ସେସବୁ ମିସ୍ କରନ୍ତୁ ନାହିଁ। ସେସବୁ କ୍ଲାସ୍ ବହୁତ ଇମ୍ପୋର୍ଟାଣ୍ଟ। ତା ସହିତ ଏସବୁ ଦେଖିଲେ ଆପଣଙ୍କର କ୍ଲିୟର ହେଇଯିବ କ୍ୱେଶ୍ଚିନ୍ ଆନ୍ସର୍। ସବୁଠାରୁ ବେଟର୍ ହେବ ମୋ ଡିସ୍କ୍ରିପ୍ସନ୍ରେ ମୋର ଟେଲିଗ୍ରାମ ଗ୍ରୁପ୍ର ଲିଙ୍କ୍ ଅଛି। କ୍ଲିକ୍ କରି ଗ୍ରୁପ୍ରେ ଆଡ଼୍ ହେଇଯାଉ ଏବଂ କମେଣ୍ଟ ତଳେ କିମ୍ବା କୌଣସି ଭିଡ଼ିଓ ତଳେ ଆପଣମାନେ କମେଣ୍ଟ କରନ୍ତୁ କେଉଁ ଭିଡ଼ିଓ ଦରକାର ବା କେଉଁ କ୍ଲାସ୍ ଦରକାର। ତ ସେସବୁ ମୁଁ ନେକ୍ସଟରେ ନେଇ ଆସିବି। ବେଟର୍ ହେବ ଡିସ୍କ୍ରିପ୍ସନ୍ରେ ମୋର ଟେଲିଗ୍ରାମ ଗ୍ରୁପ୍ର ଲିଙ୍କ୍ ଅଛି। କ୍ଲିକ୍ କରିକି ଗ୍ରୁପ୍ରେ ଆଡ଼୍ ହେଇଯାଉ ଏବଂ ସମସ୍ତେ ଗୋଟେ କମେଣ୍ଟ କର, ସାଙ୍ଗମାନଙ୍କୁ ଭିଡ଼ିଓଟି ସେୟାର କର, ଯାହାଫଳରେ ସେମାନେ ସବୁ କ୍ଲାସ୍ ଗୁଡ଼ିକ ଆଟେଣ୍ଡ କରିପାରିବେ। ସମସ୍ତେ ଗୋଟେ କମେଣ୍ଟ କର। ଥ୍ୟାଙ୍କ ୟୁ ଅଲ୍।